ଏହା କୌଣସି ଉପାନ୍ତ ଅଞ୍ଚଳ ନୁହଁ। ଏହା ଉପକୂଳ ଜିଲ୍ଲା ଜଗତସିଂହପୁରର ବନ୍ଦର ନଗରୀ ପାରାଦୀପ ଉପକଣ୍ଠ ଗଡ଼ ପଞ୍ଚାୟତର ଘଟଣା। ଗ୍ରାମରେ ବ୍ୟାପିଛି ଝାଡ଼ା ଓ ବାନ୍ତି। 15 ଦିନରେ ଯାଇଛି 2 ଜଣଙ୍କ ଜୀବନ। ଏବେ ବି 7 ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି। ତଥାପି ସୁଧୁରେ ନାହିଁ ଅବସ୍ଥା। ବନ୍ଦର ଭିତ୍ତିକ ଶିଳ୍ପ ସହରକୁ ଲାଗିଥିବା ପାରାଦୀପ ଗଡ଼ ଗ୍ରାମରୁ ଝାଡ଼ା ବାନ୍ତି ବ୍ୟାପୁଥିବାର ଅଭିଯୋଗ ଆସୁଛି। 2ଟି ପରିବାରର 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ପରିବାରର ଆଉ 2 ଜଣଙ୍କ ସಮೇତ ମୋଟ 7 ଜଣ ଆକ୍ରାନ୍ତ ହୋଇଛନ୍ତି ଝାଡ଼ା ବାନ୍ତିରେ। ସେମାନଙ୍କ ମଧ୍ୟରୁ ଜଣେ ଗତକାଲିଠାରୁ କଟକରେ ଚିକିତ୍ସିତ ହେଉଥିବା ବେଳେ ଆଜି ଆଉ ଜଣେ କଟକ ଯାଇଛନ୍ତି ଚିକିତ୍ସା ପାଇଁ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। 15 ଦିନ ତଳେ ପରିବାରର 70 ବର୍ଷୀୟ ବୃଦ୍ଧ ଦିଜ ରାଉତଙ୍କର ଝାଡ଼ା ବାନ୍ତିରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କର 14 ଦିନରେ ଗତକାଲି ପୁତୁରା 45 ବର୍ଷୀୟ ବିପିନ ରାଉତଙ୍କ ମୃତ୍ୟୁ ହୋଇଛି। ପରିବାରର 2 ଜଣ ଝିଅ ଏବେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହେଉଛନ୍ତି। ଘର ନିକଟରେ ଯାଇଥିବା ଭଙ୍ଗା ଡ୍ରେନ୍ ଯୋଗୁଁ ନିକଟରେ ଥିବା ପାଇପ୍ ପାଣି ପିଇ ଏହି ଝାଡ଼ା ବାନ୍ତି ବ୍ୟାପିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ପାରାଦୀପଗଡ଼ ସରପଞ୍ଚଙ୍କୁ ଜଣାଇଲେ ମଧ୍ୟ ପଞ୍ଚାୟତ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି। ଆଜି ଖବର ପାଇ ଜଗତସିଂହପୁର ତଥା କୁଜଙ୍ଗ ମେଡିକାଲର ଏକ ଡାକ୍ତରୀ ଟିମ୍ ଆସି ଗ୍ରାମ ପରିଦର୍ଶନ କରିବା ସହିତ ପାଣିର ନମୁନା ସଂଗ୍ରହ କରିଛନ୍ତି। ଉତ୍ତ୍ୟକ୍ତ ଲୋକମାନେ ଗ୍ରାମ ରାସ୍ତାକୁ ଅବରୋଧ କରିବା ସହ ପ୍ରତିବାଦ କରିଛନ୍ତି। ସୂଚନା ମୁତାବକ ଗ୍ରାମରେ ଡ୍ରେନ୍ରେ ବର୍ଷା ଜଳ ନିଷ୍କାସନ ହୋଇପାରୁନଥିବା ବେଳେ ଗ୍ରାମବାସୀ ସରପଞ୍ଚଙ୍କୁ ଏ ବିଷୟରେ ଅବଗତ କରିଥିଲେ, କିନ୍ତୁ ସରପଞ୍ଚ କିଛି ବୁଝିନଥିବା କିମ୍ବା ଏପର୍ଯ୍ୟନ୍ତ 2 ଲୋକଙ୍କ ଜୀବନ ଯିବା ପରେ ଘଟଣାସ୍ଥଳରେ ପହଞ୍ଚି ନଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଆଜି ଲୋକେ ଉତ୍ତ୍ୟକ୍ତ ହେବା ସହ ଗ୍ରାମ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିବା ସହ ପ୍ରତିବାଦ କରିଛନ୍ତି। ସରପଞ୍ଚଙ୍କୁ କହିଲେ ସେ କିଛି ବୁଝିନଥିବା ଲୋକେ ଅଭିଯୋଗ କରିଥିବା ବେଳେ ଲୋକେ ଡ୍ରେନ୍ ପାଣିର ସମାଧାନ ନ ହେଲେ ରାଜରାସ୍ତା ଅବରୋଧ ହେବ ବୋଲି ଚେତାବନୀ ଦେଇଛନ୍ତି। ସରପଞ୍ଚଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଲୋକେ ଏଠାରେ ଏକ ପ୍ରକାର ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ମୁଁ ଡକ୍ଟର ପିକେ ପଣ୍ଡା ସୁପରିଟେଣ୍ଡେଣ୍ଟ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଅଛି। ଆଚ୍ଛା, ଆମର ଯେଉଁ ନ୍ୟୁଜ୍ ବାହାରିଥିଲା ଯେଉଁ ଡାଇରିଆ ଆଟାକ୍ ହେଇଛି ବୋଲି ପାରାଦୀପଗଡ଼ରେ, ଆମେ ସେଇଟା ଭିଜିଲାନ୍ସ ଭାବରେ ଆସୁ। ଆମ ଯାହା ଦେଖିଲୁ ଆମେ ବାଟରେ ଆସିଲା ବେଳକୁ ପାଣି ସବୁ ରାସ୍ତା ମାନଙ୍କରେ ଜମି ଯାଇଛି, ଯେଉଁଟାକି ଆମ ମେଡ଼ିକାଲକୁ ବି ଗାଡ଼ିଟାକୁ ଛାଡ଼ିଲେନି। ତଥାପି ତାଙ୍କୁ କହିକି ଆମେ ଆସିଲା ମେଡ଼ିକାଲ ଯାଉଛୁ ଟ୍ରିଟମେଣ୍ଟ କରିବାକୁ, ତ ଛାଡ଼ିଲେ। ଏଠି ଆସି ଦେଖିଲା ବେଳକୁ ଯେଉଁ ଘରେ ମାନେ ଡେଥ୍ ହେଇଛି କି ଆଟାକ୍ ହେଇଛି ଡାଇରିଆର, ସେଥିପାଇଁ କି ଆମେ ଦେଖିଲୁ ତାଙ୍କର ଘର ମେମ୍ବର ସବୁ ଯାହା ପ୍ରାୟ 15-20 ଜଣ ଅଛନ୍ତି। ଜଣେ ଯାଇଛି, ଝିଅ ଯାଇଛି ମେଡ଼ିକାଲକୁ, ଯେଉଁଟାକି ଟ୍ରିଟମେଣ୍ଟରେ ଚାଲୁଛି, ସାଲାଇନ୍ ଫାଲାଇନ୍ ଲାଗିଛି, ସେ ସୁସ୍ଥ ଆଡ଼କୁ ଆସୁଛି। ଏଠି ଆମେ ଦେଖିଲୁ ଯେଉଁ 15-20 ଜଣ ଅଛନ୍ତି ମେମ୍ବର୍ସ, ତାଙ୍କର ପାଣିଟାକୁ ଆମେ ଦେଖିଲୁ। ମୋ ସାଙ୍ଗରେ ଆସିଛନ୍ତି ବି ଆମର ଏପିଡେମିଓଲୋଜିଷ୍ଟ ଆସିଛନ୍ତି ଡିଷ୍ଟ୍ରିକ୍ଟରୁ, ଜଗତସିଂହପୁର ଏପିଡେମିଓଲୋଜିଷ୍ଟ ଆଉ ମାଇକ୍ରୋବାୟୋଲୋଜିଷ୍ଟ ବି ଆସିଛନ୍ତି। ଆମେ ଏଠି ପାଣି ସାମ୍ପଲ୍ କଲେକ୍ସନ୍ କଲୁ, 2ଟାକ, ଗୋଟେ ହେଉଛି ସପ୍ଲାଏ ଆଉ ଗୋଟେ ଟ୍ୟୁବୱେଲ୍ର। ସେ ପାଣିଟା ସପ୍ଲାଏ ଯାହା ନେଉଛୁ ଆମେ ସେଟା ଦେଖିବୁ କ'ଣ ସେଥିରେ କିଛି ଅସୁବିଧା ଅଛି କି ନାହିଁ। ତା ଛଡ଼ା ବି ଯେଉଁ ଝାଡ଼ା, ଗୋଟେ ପିଲାଙ୍କ ଝାଡ଼ା ହେଉଛି ଆଙ୍କ ଭିତରେ, ଗୋଟେ ଝିଅଟାର 12 ବର୍ଷର ଝିଅ ଗୋଟେ, ତାର ଝାଡ଼ା ହୁଏ, ତାର ବି ସ୍ୱାବ୍ ନେଲୁ, ତାର ମଳ ନମ୍ବର ସ୍ୱାବ୍ ନେଲୁ, ଦେଖିବା କଲଚର କଲେ ଜଣାପଡ଼ିବ କେଉଁ ଟାଇପ୍ର ଜୀବାଣୁ ଅଛି ଯେଉଁଟା ଝାଡ଼ା ହେଉଛି। ଆଉ ତାଙ୍କ ମୁଁ ଆଡ଼ଭାଇସ୍ କଲୁ ସମସ୍ତେ ମାନେ ଇଏ ପାଣି ପିଇବେ, ସିଝା ପାଣି ପିଇବେ, ହାଲୋଜେନ୍ ପକେଇକି ପିଇବେ। ଆଉ ଯେତେ ଜଣଙ୍କ ଅଛନ୍ତି ମେମ୍ବର ସମସ୍ତଙ୍କୁ ଆମେ ମେଡ଼ିସିନ୍ ଦେଇଦେଲୁ, ଡାଇରିଆ ମେଡ଼ିସିନ୍ ଦେଇଦେଲୁ, ଆଉ ORS ଦେଇଛୁ। ତାଙ୍କୁ ବି ବତେଇ ଦେଇଛି କିଏ କେମିତି ଖାଇବ, ଛୋଟ ପିଲା କେତେ ଡୋଜ୍ ଖାଇବେ, ବଡ଼ ଲୋକ କେତେ ଡୋଜ୍ ଖାଇବେ। ସେ 2ଟା ଡୋଜ୍ ଖାଆନ୍ତୁ, ସକାଳେ ଗୋଟେ ସନ୍ଧ୍ୟାବେଳେ ଖାଆନ୍ତୁ। ଯଦି କିଛି ଝାଡ଼ା ହେଲା ତାହେଲେ ସାଙ୍ଗେ ସାଙ୍ଗେ ଆମର ବି ANM ଅଛନ୍ତି, ଦିଦି ଅଛନ୍ତି, ଏଠି ସୁପରଭାଇଜର ଅଛନ୍ତି, ତାଙ୍କୁ କଣ୍ଟାକ୍ଟ କରିବେ। ନାଇଁ ଆମର ଯେଉଁଟା ଆସିଛି ଆମର ORS ଦେଉଛୁ, ପ୍ଲସ୍ ତାଙ୍କ ହେଲ୍ଥ ଏଜୁକେସନ୍ କରାଉଛୁ। ନାଇଁ ଆଜି ନା, ଆଜି ତ ଆମେ ଆସୁଛୁ। ଆଗରୁ ବି ଆମର ଏଠି ସବ୍ ସେଣ୍ଟର ଯେଉଁ ଅଛନ୍ତି ANM ଅଛନ୍ତି, ସୁପରଭାଇଜର ଅଛନ୍ତି, ସେମାନେ ଘର ଘର ବୁଲି, ଖାଲି ଏଇଟା ନାହିଁ, ସେ ଆଗରେ ବି ଘର ଅଛି, ତାଙ୍କ ଯେତିକି ଏରିଆ ଅଛି ଘର ବୁଲିକି ତାଙ୍କ ଡାଇରିଆ ଆଶାମାନେ ବି ମିଶିକି ରହୁଛନ୍ତି। ସେମାନେ ସବୁ ମେଡ଼ିସିନ୍ ଦେଉଛନ୍ତି, ORS ଦେଉଛନ୍ତି। ଆଜ୍ଞା କୋଉଟା ଏଇଠି ଆମେ ଯାହା ଦେଖିଲୁ ମେନ୍ ହେଉଛି ପାଣି ପ୍ରୋବ୍ଲେମ୍ ଥାଇପାରେ। ଏଇ ଯେଉଁ ପାଣି ଯେଉଁ ଜମିକି ରହୁଛି ଏଇଟା ହେଉଛି ଗୋଟେ ସୋର୍ସ ଅଫ୍ ଇନଫେକ୍ସନ୍। ସଚେତନତାର ଅଭାବ ରହୁଛି। ସଚେତନ ମାନେ ଲୋକମାନେ ତ କହିବା କଥା, ଯେହେତୁ ମୁଁ ଏକ୍ସ ସରପଞ୍ଚକୁ ଏବେ ଫୋନ୍ କଲି, ସିଏ କହିଲେ ଆମେ ପଇସା ଦେଇଦେଉଛୁ, 3 ଲକ୍ଷ ଟଙ୍କା ଦେଇଦେଉଛୁ, ଆଉ କଣ୍ଟ୍ରାକ୍ଟର ଏଇଟା ଦେଇଛନ୍ତି, କେବେଠୁ ଦେଇଛନ୍ତି, ଆପଣ ଗୋଟେ ଦିନ ଭିତରେ ଏଇଟା ମାନେ କ୍ଲିୟର କରନ୍ତୁ, କେମିତି ନାଳ ଭିତରେ ପାଣିଟା ପଳେଇବ, ସିଧା ମାନେ କ୍ଲିନ୍ ହେବ। ସେଇଟା ନ କଲେ ତ ସେଇ ବାଟେ ଯିବା ଆସିବା କରେ, ସେ ଚପଲରେ ବାଜିବ, ଘର ଭିତରେ ଆସି ପଶିବେ, ଜୀବାଣୁ ଭିତରେ ପଶିବେ। ନାଇଁ କଜ୍ ଅଫ୍ ଡେଥ୍ ହେଇଛି ସେଟା ଆମର, ନାଇଁ କଜ୍ ଅଫ୍ ଡେଥ୍ ଯେଉଁ ହେଇଛି କହୁଛନ୍ତି ସେଟା ଆମର ତ ରେଫର କରିଦେଇଛୁ ସେ ପ୍ଲେସ୍କୁ।
जगतसिंहपुर गला जगतसिंहपुर जाइकिना से गला एससीबी गला कह से कहे एक्चुअली कौन एक्चुअली आम तो लेवल आम ना से मुझे किसी देवी ना सीडीएम कथा मुझे कहबी किंतु आमर जो रेफर है जो पेसेंट रेफर है डिस्ट्रिक्ट को गला डिस्ट्रिक्ट जगतसिंहपुर से ट्रिटमेंट कल से रेफर कले एससीबी को पानी प्रोब्लेम निहाती रोचे संध्याराणी पैड़ा ठीक बापांकर आगे फास्ट झाड़ा बांती है 18 की मेडिकल नेलु 18 मेडिकल दिथर खंडे नहीं सका झाड़ा है राति 12टार से मले केवल झाड़ा बांती तापरे आम फैमिली सही झाड़ा बांती पूरा दुर्बल कर पकई लास्ट अब भाई मसुँच मो भाई मो बड़ भाई मले कहीं ड्रेन ही माने एते अलिया आवर्जना आपण मैंने देखुदे आखिरे आमे भी किछ कहि परिबुनु जेतु से आमे जोटा निश्वासटा छाड़ुछु फेणी नउछु सेथरे जीवाणु बसनांदी कहंतु आम जो ट्यूबवेल पानीटा पिउछु सेठु फेणी झरुछु ना नहीं से पानी कहीं कि आम घर आगे कहीं दी जण पूरा पड़िली आउ जण भी आम झियारी जे से भी मेडिकल पड़िचंदी आउ जणे झियारी आसीचंती मेडिकल मु कहिबी एतिकी अनुरोध करूची जो आमे सरपंच को करिछु गं बे गार भलो मंद बे जदी आज तो माने मो भाई दीटा डेड हेले भी सरपंच आस के आगे ठिया हेनी जे काहे तमर डेड हेला कि कोथ पे हेला आज से सरपंच करूची कोन ये पानी जोरा जमी रही कोन पे जे तो से पानी रे दुकान आपण माने देखंतु वीडियो करी देखंतु से करूचंती कोहण गां पे करूचंती कोन पारादीप तोफान कुमार माझी का रिपोर्ट विश्व विजय न्यूज ओडिशा।